ମାଆ ମାନେ କିପରି ପ୍ରଶ୍ରୟ ଦେଉଛନ୍ତି, ଏପରି ପୋଷାକ ପିନ୍ଧିବା ପ୍ରଶ୍ରୟ ଦେଉଛନ୍ତି। ମାର୍କେଟରେ ବର୍ତ୍ତମାନ ଯଦି ସବୁ ଝିଅମାନେ ବୋହୂମାନେ ଅଧା ମାନେ ଡ୍ରେସ୍ ପିନ୍ଧିକି ହାଫ୍ ଡ୍ରେସ୍ ପିନ୍ଧିକି ଯିବା କେତେ ଠିକ୍? ଆଜ୍ଞା ଏଇଟା ତ ବହୁତ ଖରାପ। ସେଇଟା ସଂସ୍କାର, ପରିବାରର ସଂସ୍କାର ଫାଷ୍ଟ ଗଲତ। ମାଆ ମାନେ କିପରି ପ୍ରଶ୍ରୟ ଦେଉଛନ୍ତି, ଏପରି ପୋଷାକ ପିନ୍ଧିବା ପ୍ରଶ୍ରୟ ଦେଉଛନ୍ତି। ଯଦି ସେପରି ପୋଷାକ ପିନ୍ଧିକି ଗଲା ତାହେଲେ ତାକୁ କୌଣସି ପୁଅ ଅତ୍ୟାଚାର କରିବନି କେମିତି, ଥଟ୍ଟା କରିବନି କେମିତି କୁହନ୍ତୁ? ସେଇ ପରିସ୍ଥିତିରେ ପଡ଼ୁଛନ୍ତି ନା ପୁଅମାନଙ୍କର ଦୋଷ? ଆରେ ତମେ ନିଜ ପୋଷାକରେ ଯେଉଁ ସାଲୱାର କମିଜ ପିନ୍ଧିଛ ଓଢ଼ଣୀଟେ ପକାଅ, ତମ ଦେହ ଖରାପ ହେଇଛି ମ୍ୟାକ୍ସି ପିନ୍ଧିଛ ଓଢ଼ଣୀଟା ପକାଅ। ନିଜ ଦେହକୁ କାହାକୁ ଦେଖାଉଛନ୍ତି? ଆଉ କିଛି ଲେଡ଼ିସ୍ ଅଛନ୍ତି ଯେ ଶାଢ଼ୀ ପିନ୍ଧି ଅଧା ପେଟ ଦେଖିକି ଆଜ୍ଞା ସେଇଟା ଗୋଟେ ଫ୍ୟାସନ୍ ହେଇଛି। ବଡ଼ ବେକ ବ୍ଲାଉଜ, ସେ ବ୍ଲାଉଜ ଥିବ ଆଉ ନଥିବା ସାଙ୍ଗେ ସମାନ, ଆଉ ପେଟ ଦେଖାଯାଉଥିବ। ଏଇଟା ବହୁତ ଖରାପ ଲାଗେ। ଏଇଟା ଆସ୍ତେ ଆସ୍ତେ ଏଇଟା ଯଦି କୌଣସି ମତେ ଉଠିଯାଆନ୍ତା ଆମ ଇଏରୁ, ପୁଣି ଆଗର ସଭ୍ୟତା ଫେରିଆସନ୍ତା, ବହୁତ ଭଲ ଥିଲୁ। ଆଗେ ଦେଖନ୍ତୁ ଆମ ମାଆ ମାନେ ବଡ଼ ବ୍ଲାଉଜ, ପେଟ ତଳକୁ କରି ବ୍ଲାଉଜ ପିନ୍ଧୁଥିଲେ, ଘୋଡ଼ି ହେଉଥିଲେ, ମୁଣ୍ଡରେ ସୁନ୍ଦର କରି କେହି ଆସିଲେ ଗୁରୁଜନ ଓଢ଼ଣାଟି ଦେଉଥିଲେ। ଆଜି ଓଢ଼ଣା ତ ଲୁଚିଗଲାଣି ଆଜ୍ଞା। ଯେଉଁ ପୁରୁଣା ବୋହୂମାନେ ଅଛନ୍ତି ସେମାନେ ଟିକେ ଟିକେ ଇଜ୍ଜତ ଦେଉଛନ୍ତି, ଶାଶୁମାନଙ୍କୁ ଟିକେ ଓଢ଼ଣା ଦେଉଛନ୍ତି।